ଦିଦିଲୋ ଦିଦି ତମେ କୋଉଠି? ବଙ୍ଗଳାରେ ଲଙ୍ଗଳା ହେଲେ ମମତା। ଭାଙ୍ଗୁଛି ଟିଏମ୍ସି ଦଳ। ବିପର୍ଯ୍ୟୟର ମୁଖ୍ୟ କାରଣ କ'ଣ? ଭୋଟ ଚୋରି ନା ଜନତାଙ୍କ ଆକ୍ରୋଶ? ଶରଣ ପଶିଲେ ଦିଦି। ରାହୁଲ ଦିଦିଙ୍କ ଭିତରେ କ'ଣ ଚୁକ୍ତି ହୋଇଛି? 20 ସାଂସଦ ବିଦ୍ରୋହର ମୁଖ୍ୟ କାରଣ କ'ଣ? ମାନ ମାରିଛନ୍ତି ମମତା, ମନ ମୋହୁଛନ୍ତି ଶୁଭେନ୍ଦୁ। ମମତାଙ୍କ ଦଳ ଭାଙ୍ଗିଲା, ନିଜ ଆସନ ବି ବଞ୍ଚାଇ ପାରିଲେ ନାହିଁ। କାହିଁକି ପରାଜୟ ହେଲେ? ଖୋଲିବ କି ସବୁ ଦୁର୍ନୀତିର ପେଡ଼ି? ଜାତୀୟ ରାଜନୀତିରେ ପ୍ରଭାବଶାଳୀ ପରାକ୍ରମଶାଳୀ ନେତା ତଥା ଦେଶର ବାଘୁଣୀ କୁହାଯାଉଥିବା ମମତା ବାନାର୍ଜୀଙ୍କ ଅବସ୍ଥା ବେଶ୍ ଶୋଚନୀୟ। ନିଜ ଦଳ କଥା ଛାଡ଼ନ୍ତୁ, ନିର୍ବାଚନରେ ସେ ନିଜେ ପରାଜୟ ବରଣ କରିଛନ୍ତି। ଭୋକ ବିକଳରେ ତାଟିଆ କାମୁଡ଼ି କହୁଛନ୍ତି ଭୋଟ ଚୋରି ହେଲା। ହୟୋ ଦିଦି, ମୋଦି ସମୟରେ ତମେ ପରା ଦୁଇ ଥର ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହେଲ। ପୁଣି ହାରିବା ବେଳେ କହୁଛ ଭୋଟ ଚୋରି ହେଲା। କେମିତି? ତମେ କଲେ ନୀଳା, ମୋଦି କଲେ କିଳା। ଖାଲି ଦିଦିଙ୍କର ଫାଟୁନି, ବରଂ ଟିଏମ୍ସିର କର୍ମୀ ଏବେ ଭୟଭୀତ। କାରଣ ଦିଦିଙ୍କ ଶାସନ ସମୟରେ ହୋଇଥିବା ଅନ୍ୟାନ୍ୟ ଅତ୍ୟାଚାର, ବଳାତ୍କାର, ଦୁର୍ନୀତିର ସବୁ ପେଡ଼ି ଖୋଲିବ ସରକାର। ସେଥିପାଇଁ ତ ନିଜ ସମ୍ମାନକୁ ବଞ୍ଚାଇବା ପାଇଁ ଯାଇ 20 ଜଣ ସାଂସଦ ଦିଦିଙ୍କର ହାତ ଛାଡ଼ି ଦେଇଛନ୍ତି। ବିଧାନସଭାରେ ପୁଣି ଦିଦି ନିଜର ବିରୋଧୀ ଦଳର ନେତା ଚୟନ କରିବା ପାଇଁ ସକ୍ଷମ ନୁହନ୍ତି। ପୁତୁରା ଅଭିଷେକ ବାନାର୍ଜୀକୁ ବିରୋଧ କରି ଦଳ ଦୁଇ ଭାଗ। ଟିଏମ୍ସି ଦଳର ନେତା ଏବେ ନିଜ ପସନ୍ଦର ବିଧାନସଭାରେ ବିରୋଧୀ ଦଳ ନେତା ଚୟନ କରିଲେ। ସେ ଯାହା ହେଉ, ଦିଦିଙ୍କର ଖେଳ ଶେଷ। ଦେଖିବାର କଥା ଦିଦି କ୍ଷମତାଠାରୁ କେତେ ଦିନ ଦୂରରେ ରହୁଛନ୍ତି। ପାଣି ବିନା ମାଛ, ନଇଁ ରହିଥିବା ବାଉଁଶ, ଶୋଇ ରହିଥିବା ସିଂହ ପୁଣି ଜାଗିବ କି? ନା ମମତା ଟିଏମ୍ସି କଂଗ୍ରେସରେ ପୁଣି ଲୀନ ହେବ? ଆପଣମାନେ କମେଣ୍ଟ ମାଧ୍ୟମରେ ନିଜର ବହୁମୂଲ୍ୟ ମତାମତ ପ୍ରଦାନ କରନ୍ତୁ। ବନ୍ଦେ ଉତ୍କଳ ଜନନୀ, ଜୟ ସୀତାରାମ।